ସବୁବେଳେ ସମସ୍ତେ ସତର୍କ ରୁହନ୍ତୁ। ସମସ୍ତଙ୍କୁ ସତର୍କ କରି ଆମ ପୂର୍ବପୁରୁଷମାନେ ପ୍ରାୟ ଏହା କହିଛନ୍ତି, ମାନିଲେ ଭଲ, ନ ମାନିଲେ ଗଲ। ଆ ବଳଦ ମତେ ବିନ୍ଧି, ଏ ନ୍ୟାୟକୁ ଯିଏ ଅବଲମ୍ବନ କରେ ତା ଉପରେ ତ ଆକାଶ ଛିଡ଼ି ପଡ଼ିବ ନା। ତେଣୁ ଭାବି ଚିନ୍ତି ବୁଝି ବିଚାରି କୁହାଯାଇଛି, ହାତେ ମାପି ଚାଖେଣ୍ଡ ଚାଲ। ଯେମିତି ଏହି ସମୟରେ ସନ୍ଧ୍ୟା ଆଳତି କରିବା, ଏଇଟା ସୂର୍ଯ୍ୟାସ୍ତ ବେଳ, ଆଜି ଏଇ ଖାଦ୍ୟ ଖାଇବାନି, ଏଇ ସମୟରେ ଯାତ୍ରା କରିବାନି, ତା ପୂର୍ବରୁ କରିବା କି ପରେ ଯାତ୍ରା କରିବା, ଏ ସମୟରେ କୌଣସି କାର୍ଯ୍ୟ ଆରମ୍ଭ କରିବାନି, ତା ପୂର୍ବରୁ ଆରମ୍ଭ କରିବା କି ପରେ ଆରମ୍ଭ କରିବା। ଏସବୁ କଥାକୁ ତ ଆମ ପୂର୍ବପୁରୁଷ କହିଛନ୍ତି। କହନ୍ତିନି ବଡ଼ ଲୋକ କଥା, ବଡ଼ ଲୋକ କିଏ? ତମେ ଆଉ ମୁଁ ଆଉ ସେ? ନା, ଆମେ କେହି ବଡ଼ ଲୋକ ନୁହଁ, ସେଇମାନେ ବଡ଼ ଲୋକ, ଯିଏ ଆମର ପୂର୍ବପୁରୁଷ, ଯିଏ ଆମ ପାଇଁ ଚିନ୍ତା କରିଛନ୍ତି। ଯେମିତି ତମେ ଏବେ ଯେଉଁ ଜମି ଚାଷ କରୁଛ ତାକୁ ତମେ କିଣିଥିଲ, ତ ବାପା କିଣିଥିଲେ, ତମ ଜେଜ କିଣିଥିଲେ, ଜେଜଙ୍କ ପରେ ବାପା, ବାପା ପରେ ତମେ, ତମ ପରେ ତମ ପୁଅ, ପୁଅ ପରେ ନାତି, ଯେମିତି ଜମି ଚାଷ କରିବ। ଏବଂ ସେଇଭଳି ତାଙ୍କ କଥା ମାନିବା ଉଚିତ। ଆଜି ମାନିବା କ'ଣ? ମାନିବା ଆଜି ମାନିବା ଯେ ସନ୍ଧ୍ୟା ଆଳତି କେତେବେଳେ କରିବା, 5:45 ପୂର୍ବରୁ ପ୍ରସ୍ତୁତ ହେବା, 5:49 ପୂର୍ବରୁ ସନ୍ଧ୍ୟା ଧୂପ ଦେବା। ନ ଶୁଣିଲେ ବା ନ ମାନିଲେ ମୁଁ କ'ଣ କରିବି? ସକାଳ ଭୋଜନରେ ପିତା ଖାଇବାନି। ଶନିବାର ହେତୁ ବୃଷ ସିଂହ କନ୍ୟାର ଘାତ ବାର। ହୁସିଆର ହେଲେ ନିଜ ପାଇଁ ଭଲ। ବିଛା ରାଶିର ଘାତ ଚନ୍ଦ୍ର, ମକରର ଘାତ ନକ୍ଷତ୍ର। ଆଗରୁ ବା ପରେ କୁଆଡ଼େ ଯିବା ମାତ୍ର ସକାଳ 8:30ରୁ 10:10 ମଧ୍ୟରେ କୁଆଡ଼େ ଯିବାନି, କିଛି କାମ ଆରମ୍ଭ କରିବାନି। କଲେ ବା ଗଲେ ଆମ ପାଇଁ ଦୁଃଖ। ମୁଁ କହୁଛି ଶନିବାର 13-9-25 ଦିନର କଥା। ମୁଁ କହୁଛି ଶନିବାର 13-9-25 ଦିନର କଥା। ମାନେ ଆଜି ହେଲା ଶୁକ୍ରବାର, ଆସନ୍ତାକାଲି ପାଇଁ ଶନିବାର ପାଇଁ 13-9 ପାଇଁ ମୁଁ ଆପଣମାନଙ୍କୁ ବୋଧ କରାଉଛି। ମୁଁ କିଏ? 803-33-555-83 ଫୋନ୍ ନମ୍ବରର ବ୍ୟବହାରକାରୀ କୁଳମଣି ପଣ୍ଡା, ଆପଣଙ୍କର ପ୍ରିୟ ଜ୍ୟୋତିଷ। ହଁ ବନ୍ଧୁ, ଏବେଠୁ ଆରମ୍ଭ କରିବା। ଏଇ ଶନିବାର 13 ତାରିଖ ମେଷ ଠାରୁ ମୀନ ଯାଏ 12 ରାଶିର ଶ୍ରୋତାମାନେ କିଭଳି ସମୟ କାଟିବେ। ମେଷର ଦ୍ୱିତୀୟ ହେତୁ ମନ ବ୍ୟାକୁଳ ହେବ, ମୀନର ଦ୍ୱିତୀୟ ହେତୁ ମନ ବ୍ୟାକୁଳ ହେବ। ସବୁ କଥାରେ ବା କାମରେ ବାଧାବିଘ୍ନ ଆସିବ। ଅଳ୍ପ ଧନ କରଗତ ହେବ। ଭଲ ଓ ମନ୍ଦ, ଯେତେ ଭଲ ଜିନିଷ ତା ମନ୍ଦ ପରି ଲାଗିବ, ଭଲ ମଣିଷ ଖରାପ ଲାଗିବେ, ଖରାପ ମଣିଷ ଭଲ ଲାଗିବେ। ଏହା ବୁଝି ବିଚାରି କାମ କରିବ, ନହେଲେ ମେଷ ରାଶିର ଲୋକେ ହଇରାଣ ହେବ। ସାବଧାନ। ବୃଷର ସବୁ ଦିଗରୁ ଲାଭ। ବଢ଼ିଆ ଦିନ, ପରମ ଶାନ୍ତିପ୍ରଦ ଦିନ। ମାତ୍ର ଘାତ ବାର ହେତୁ ଯତ୍ସାମାନ୍ୟ ରକ୍ତପାତ ହେବ। ଆଉ ସବୁ ଭଲ। କର୍ମ କ୍ଷେତ୍ରରେ ସୁନାମ, ବ୍ୟବସାୟରେ ଲାଭ ଓ ପରିବାରରେ ସୁଖ ଶାନ୍ତି ବର୍ଷା ହେବ। ଏବେ ମିଥୁନ ପାଖକୁ ଯିବା। ଶନିବାର ଦିନ ମିଥୁନ ରାଶିର ଲୋକେ କେଉଁ ସୁଖ ପାଇବେ? ମିଥୁନର ଆଜି ହଇରାଣିଆ ଦିନ। ଖାଲି ହାନି ହାନି ହାନି।
ଧନ, ସମ୍ମାନ, ସ୍ୱାସ୍ଥ୍ୟ, ସମ୍ପର୍କ, ସୁଖ ଏ ସବୁ ଆଜି ହାନି ହେବ, ନଷ୍ଟ ହୋଇଯିବ। ତେଣୁ ଆମେ ଜଗି ରଖି ଧନ ଖର୍ଚ୍ଚ କରିବା, ଜଗି ରଖି କଥାବାର୍ତ୍ତା କରିବା, ସ୍ୱାସ୍ଥ୍ୟ ସମସ୍ୟା କ'ଣ ହେଲେ ତୁରନ୍ତ ଔଷଧ ଖାଇବା, ଆଉ ସମ୍ପର୍କ କିଛି ଆମେ ନ କହିବା ତ ଭଲ, ଖାଲି ମୁହଁକୁ ଯାଇ ହସିଦେବା ଟିକେ, ଯିଏ ଯାହା କହିଲେ ଶୁଣିବା, ତା ନହେଲେ ଧନ ହାନି, ସମ୍ମାନ ହାନି, ସ୍ୱାସ୍ଥ୍ୟ ହାନି, ସମ୍ପର୍କ ହାନି ହେବ। ଦେହ ପୀଡ଼ାଗତ ହେବ, ଘୋଳାବିନ୍ଧା ହେବ, କିଛି ନା କିଛି ରୋଗ ଆକ୍ରାନ୍ତ କରିବ। ମୁଁ ମିଥୁନ ରାଶି ବିଷୟରେ କହିଲି। ଶନିବାର ପାଇଁ ଆଲୋଚନା କରିବା କର୍କଟ ରାଶିର। କର୍କଟର ଆଜି କଚ୍ଚେ ପୋବାର, ମାଲେ ମାଲ ହେବା ଦିନ, ଶୁଭ ଦିନ, ଆୟ ବଢ଼ିଆ ହେବ, ସବୁ ଦିଗରୁ ଆୟ ପନ୍ଥା ଖୋଲିଯିବ, ଆଉ କରଜ ରହିବନି। ଚେଷ୍ଟା କରିବା ସେ କରଜ ସୁଝିଦେବା ପାଇଁ। ଧାର କରଜ ନେଇଥିବା ଖାତକମାନେ, ଯେଉଁମାନେ ଆପଣ ନେଇଥିବେ, ଉଧାର ନେଇଥିବେ, ସେମାନେ ଅର୍ଥ ଫେରାଇ ଦେବେ। ଏପରିକି ନ ଦେବା ଲୋକ ବି ଦେବ। ହଠାତ୍ ଧନାଗମ ହେବ, ସୁଖ ଶାନ୍ତି ମିଳିବ। ଦେଖିବା ଶନିବାର ଦିନ ସିଂହ ରାଶିର ଲୋକେ କ'ଣ ଭୋଗିବେ। ସିଂହ ରାଶିର ଲୋକେ କର୍ମ ଚଞ୍ଚଳ ରହିବେ, ଅନ୍ୟକୁ ସୁଖ ଦେବା ପାଇଁ ସୁକର୍ମ କରିବେ। ଯେହେତୁ ଆଜି ଘାତବାର, ଟିକେ ଜଗି ରଖିକରି କାମ କରିବେ, ନହେଲେ କେଉଁଠି ବାଡ଼େଇ ବଡ଼େଇ ହେଇ ରକ୍ତ ବାହାରି ପଡ଼ିବ। ଯଥା ସମୟରେ ଖାଦ୍ୟ ପାନୀୟ ଥାଇ ବି ଏଇ ଅନ୍ୟକୁ ଖୁସି କରିବା ପାଇଁ ଠିକ୍ ସମୟରେ ଖାଇ ପିଇ ପାରିବେନି। କେତେ ଖୁସି ହେଇଯିବେ ଆଜି କାମ କରିବା ପାଇଁ, ସମସ୍ତଙ୍କୁ ଆନନ୍ଦ ଦେବା ପାଇଁ, ଠିକ୍ ସମୟରେ ସେ ଖାଇବାକୁ ଭୁଲିଯିବେ, ପିଇବାକୁ ଭୁଲିଯିବେ, ତେଣୁ କଷ୍ଟ ଭୋଗିବେ। ହୁସିଆର ଘାତବାର। ଦେଖିବା ଶନିବାର ଦିନ କନ୍ୟା ରାଶି ପାଇଁ କ'ଣ ଅଛି। କନ୍ୟା ରାଶି ପାଇଁ ଭଲ ଦିନ ନୁହଁ, ଅପମାନ ମିଳିପାରେ, ଅପମାନ ଯୋଗ ଆଜି ଅଛି। ପୁଣି ଘାତବାର, ଖଣ୍ଡିଆ ଖାବରା ହୋଇଯାଇପାରେ। ନିଜ ଲୋକ, ଏପରିକି ଜୀବନସାଥୀ ମଧ୍ୟ ମନ୍ଦ ବ୍ୟବହାର କରିବେ। କନ୍ୟା ରାଶି ପାଇଁ ଆଦୌ ଭଲ ଦିନ ନୁହଁ। ଜୀବନସାଥୀ ଯିଏ ସୁଖ ଦିଅନ୍ତି, ଶାନ୍ତି ଦିଅନ୍ତି, ତାଙ୍କ ବ୍ୟବହାର ଆପଣଙ୍କୁ ପିତା ଲାଗିବ। ନା, କନ୍ୟା ପାଇଁ ଭଲ ଦିନ ନୁହଁ। ତୁଳା କଥା ବୁଝିବା। ଶନିବାର ଦିନ 13 ତାରିଖ, କ'ଣ ତୁଳା ରାଶି ଭୋଗୁଛନ୍ତି। ତୁଳା ରାଶି ପାଇଁ ଆଜି ଅଷ୍ଟମ, ଏଣୁ କଷ୍ଟ ମିଳିବ। ପୁରୁଣା ରୋଗ ମୁଣ୍ଡ ଟେକିବ, ନୂଆ ରୋଗ ଆକ୍ରମଣ କରିବ, ଦୁଃଖ ବଢ଼ିଯିବ, ଦେହ ମନ ଭଲ ଲାଗିବନି, ଅଯଥା କଳହ ହେବ। କନ୍ୟା ତୁଳା ଏ ଦୁଇ ରାଶି ପାଇଁ ଶନିବାର ଦିନ ଭଲ ନୁହେଁ ବୋଲି ଆମେ ଶୁଣିଲେ। ବିଛା ପାଇଁ ଭଲ ଦିନ, ବଢ଼ିଆ ଦିନ, ବଢ଼ିଆ ଆୟ ହେବ, ପ୍ରଶଂସନୀୟ ହୋଇପାରନ୍ତି। ଘାତ ଚନ୍ଦ୍ର ହେତୁ ମାନସିକ ଆଘାତ ପାଇ ଟିକେ ଚିନ୍ତାରେ ପଡ଼ିଯିବେ। ସାଇ ପଡ଼ିଶା, ସହକର୍ମୀ, ଅଫିସର ମାଲିକ, ଜୀବନସାଥୀ ସମସ୍ତେ ସହଯୋଗ କରିବେ। ଖାଦ୍ୟ ପାନୀୟ, ନିଦ୍ରା, ଅର୍ଥ, ବନ୍ଧୁ ସବୁକିଛି ସହଜରେ ପାଖକୁ ଆସିବ। ସବୁ ଦିଗରୁ ଭଲ। ବିଛା ପାଇଁ ଆଜି ସବୁ ଦିଗରୁ ଭଲ। ବ୍ୟକ୍ତିଗତ ସୁଖ, ଅର୍ଥଗତ ସୁଖ, ଖାଦ୍ୟଗତ ଶୟନଗତ ସୁଖ ମିଳିବ। ନିରୋଗ ଲାଗିବ, ଆଜି କିଛି ରୋଗ ନାହିଁ। କିନ୍ତୁ ଘାତ ପ୍ରତିଘାତ ଟିକେ ଅଛି, ମାନସିକ ଅଶାନ୍ତି ଟିକେ ହେବ। ତାପରେ ଦେଖିବା ଧନୁ କଥା। ଶନିବାର 13 ତାରିଖ ଧନୁ ରାଶିରେ କ'ଣ ଅଛି। ଧନୁର ଭଲ ଆୟ ହେବ, ପୂର୍ବଠାରୁ ଅଧିକ ଅର୍ଥ ମିଳିବ, ବ୍ୟବସାୟ ବଢ଼ିଆ ଚାଲିବ, ବ୍ୟବସାୟୀମାନଙ୍କର ବଢ଼ିଆ ଲାଭ ହେବ, ନ ଦେବା ଲୋକ ଦେବେ, ଶାନ୍ତି ଓ ସୁଖ ମିଳିବ, ଜୀବନସାଥୀ ହସି ହସି ମଜା ମଜା ମଧୁର ବ୍ୟବହାର କରିବେ। ଧନୁ ପାଇଁ ଭଲ। ଦେଖିବା ଶନିବାର ଦିନ 13 ତାରିଖ ମକରର କ'ଣ ଅଛି। ମକର ରାଶିର ଘାତ ନକ୍ଷତ୍ର, ଅକସ୍ମାତ ଦୁଃଖ ଆକ୍ରମଣ କରିବ, ନହେଲେ ଆଉ ସବୁ ଭଲ। ନାନାବିଧ ସୁଖ ଓ ଶାନ୍ତି ମିଳିବାର ଦିନ। ରୋହିଣୀ ନକ୍ଷତ୍ରାୟ ନମଃ, ଏ ମନ୍ତ୍ର 108 ଜପନ୍ତୁ ନା। ମକର ରାଶିର ଲୋକେ ରୋହିଣୀ ନକ୍ଷତ୍ରାୟ ନମଃ 108 ଜପନ୍ତୁ, ବୋଲେ ଭଲ ଆୟ ବଢ଼ିଆ ହେବ, ବନ୍ଧୁ ମିଳିବେ, ଉତ୍ତମ ଭୋଜନ ମିଳିବ, ଆଉ ବଢ଼ିଆ ବିଶ୍ରାମ ମିଳିବ। ଆଜି ବିଶ୍ରାମ ମିଳୁନଥିଲା ମକର ରାଶିଙ୍କୁ,
आज विश्राम मिल आज दिन कुंभ राशि कुंभ राशि चतुर्थ एणु शुभ धन लाभ योग राष्ट्राधिप शनि पुणी शनिवार बहु धनागम एणु अस्थिर हेब मान स्वाभाविक बहु धन आसता मन विचलित हम ना एणु अस्थिर हेबार स्वाभाविक कहा सह किपरि व्यवहार करा जीवो ता भूली जिवे काहाकू कौन कुआजिवो दियाजिवो ता मध्य पाखर देवे धन पाई तो गर्व माड़ी बस मन को तेणु ठीक ठाक कि चलनी आ तेणु स्थिर न करि पारी हैरान हेबे खाली व्याघात सृष्टि हो सबुथे जेहेतु विभिन्न दिगरु धन आसब ना कुंभ राशि सी भूली जीवे संसार किसी मनीष अच्छा एकुटिया मु मनीष आ समस्ते डैश ना अहंकार करंतुनी। शेष राशि मीन राशि कथा आलोचना करवा शनिवार 13 तारिख मीन राशि आज बड़ शुभ दिन भल आय हेब समस्त वृत्ति ठीक ठाक चलिबो यात्रा शुभ हेब व्यवसायी खुशी हेबे आईनजीवी अव्यक्त आनंद लाभ करिवे कर्मचारी कर्मरु आनंद पाई खुशी हेबे समस्त वर्गर लोक आनंदित हेबे। हाँ बंधु आज शनिवार 13 तारिख ए विषय मुझे आपको दीपद कहली आशा करे समस्ते श्रद्धार सह शुणिबे सब्सक्राइब करेंगे लाइक करेंगे कमेंट देवे मु आपणकर संवाद अपेक्षा रही। नमस्कार।